ସେଦିନ ମିଟର ରିଡିଂ ନେବାକୁ ଆସିଥିବା ଯୁବକକୁ ଗେଟ୍ରେ ତାଲା ପକାଇ ଅଟକାଇ ଦିଆଯାଇଥିଲା। ଏ ଯୁବକ ସମ୍ବଲପୁର ଟାଟା ପାୱାରର ଜଣେ କର୍ମଚାରୀ ଥିଲେ। କାମ ଥିଲା ମିଟର ରିଡିଂ ନେବ ଆଉ ବିଲ୍ଟା ଘର ଲୋକଙ୍କୁ ହସ୍ତାନ୍ତର କରିବ। କିନ୍ତୁ ମିଟର ପାଖରୁ ଘର ଭିତରକୁ ଯାଇଥିବା ତାରକୁ ନଜର କରି କରି ଘର ଭିତରକୁ ସିଧା ପଶି ଯାଇଥିଲା। ଘରେ ଝିଅ ବୋହୂ ଥିଲେ, କିଏ କୋଉ ପରିସ୍ଥିତିରେ ଥିବେ ସେ କଥା ଜାଣିବା ଆଗରୁ ସିଧା ଘର ଭିତରେ ଥିବା ବେଡରୁମ୍ ପର୍ଯ୍ୟନ୍ତ ମାଡ଼ି ଯାଇଥିଲା ଏଇ ଟାଟା କର୍ମଚାରୀ ଜଣକ। ଏ ଯୁବକ ଏମିତି କରିବାର କାରଣ କ'ଣ ଥିଲା ତାର ଉଦ୍ଦେଶ୍ୟ ଜାଣିବା ଏତେ ସହଜ ନଥିଲା। ଘର ମାଲିକ ମେନ୍ ଗେଟ୍କୁ ତାଲା ପକାଇଦେଲା ଆଉ ପୋଲିସକୁ କଲ୍ ବି କରିଥିଲା। କିନ୍ତୁ ପୋଲିସ ଆସିବା ପୂର୍ବରୁ ଟାଟା ପାୱାର ଅଫିସରୁ କିଛି କର୍ମଚାରୀ ଆସିଲେ ଆଉ ତାକୁ ବାହାର କରି ନେଇଗଲେ। ଘର ମାଲିକ ଅଫିସ ଗଲେ ଆଉ ବକେୟା ବିଲ୍ ପେମେଣ୍ଟ କଲେ। କିନ୍ତୁ ପରଦିନ ଟାଟା ପାୱାରର ଜେଇ ସହିତ କିଛି କର୍ମଚାରୀ ଆସିଲେ, ଏମିତିକି ଲେଡି ଅଫିସର ବି ଆସିଲେ। କିଛି କଥା ନାହିଁ, ସିଧା ଖୁଣ୍ଟକୁ ଚଢ଼ିଲେ ଆଉ ଲାଇନ୍ଟା କାଟିବା ଆରମ୍ଭ କରିଦେଇଥିଲେ। ବିଲ୍ ଦେଇ ସାରିଥିବା ଉପଭୋକ୍ତା ଚିତ୍କାର କରି କରି କହୁଥିଲେ, ମୁଁ ବିଲ୍ କ୍ଲିୟର କରିସାରିଛି, ମୋ ଲାଇନ୍ କାହିଁକି କାଟୁଛ? ହେଲେ କେହି କିଛି ଶୁଣିଲେନି। ବାଧ୍ୟ ହୋଇ ଘର ମାଲିକ ତାଙ୍କ ପାଖରେ ପହଞ୍ଚି ଯୁକ୍ତିତର୍କ କଲେ ଆଉ ସେମାନେ ସେହି ମାଲିକକୁ ମାରିବା ବି ଆରମ୍ଭ କରିଦେଇଥିଲେ, ଯାହାର ଭିଡ଼ିଓ ଭାଇରାଲ ହେଲା ଆଉ ଆମେ ସେ କାହାଣୀ ବି ଆପଣଙ୍କୁ ଦେଖାଇ ସାରିଥିଲୁ। ଏ ଘଟଣା ହେଉଛି ସମ୍ବଲପୁର ସହରର ନୂଆପଡ଼ା ଅଞ୍ଚଳର। ଆଉ ବିଜୁଳି ବିଲ୍ ଦେଇ ମାଡ଼ ଖାଉଥିବା ଇଏ ହେଉଛନ୍ତି ଅଶୋକ କୁମାର ଗୁପ୍ତା। ଅଶୋକଙ୍କର ଏତିକି ଭୁଲ ଥିଲା କି ମିଟର ରିଡିଂ ନେବାକୁ ଆସିଥିବା ଯୁବକ ଅବାଧରେ ଘର ଭିତରକୁ ପଶି ଯାଉଥିଲା ଆଉ ସେ ବିରୋଧ କରିଥିଲେ। ଆଉ ତାର ପରିଣାମ ସ୍ୱରୂପ ବିଲ୍ ଦିଆଯାଇଥିଲେ ବି ଟାଟା ପାୱାରର କର୍ମଚାରୀମାନେ ଲାଇନ୍ କାଟିପାରିବେ। ଏକଥା ଆମେ କହୁନୁ ଆଜ୍ଞା, ସେଇ ଟାଟା ପାୱାରର ଜେଇ ନିଜେ ଏହି ଭିଡ଼ିଓରେ କହୁଛନ୍ତି। ହଁ, ଏଇଟା ସତ ଯେ ଏଇଟା ସମ୍ବଲପୁରର ଭିଡ଼ିଓ। କାଲି ଆପଣଙ୍କ ସହ ନ ହେବ ସେ କଥା କିଏ ଗ୍ୟାରେଣ୍ଟି ଦେଇପାରିବ? ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ସାରା ରାଜ୍ୟରେ ଗୋଟେ ଭାଇରସ ଭଳି ବ୍ୟାପି ଚାଲିଥିଲା ବେଳେ ରାଜ୍ୟ ସରକାର କିନ୍ତୁ ପୁରା ଚୁପ୍। ସରକାର ଚୁପ୍ ରହିବେନି ତ କ'ଣ କରିବେ? ସରକାର କଥା କ'ଣ ଟାଟା ପାୱାର କର୍ମଚାରୀ ଶୁଣୁଛନ୍ତି ଯେ ସେ କହିବେ। ଆପଣଙ୍କର ମନେ ଅଛି, ଏ କିଛି ଦିନ ତଳେ ଶକ୍ତି ମନ୍ତ୍ରୀ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ନିଜେ କହିଥିଲେ, ବିଲ୍ ନଦେଲେ ବି ଉପଭୋକ୍ତାଙ୍କ ଲାଇନ୍ କାଟିପାରିବ ନାହିଁ ଟାଟା ପାୱାର। ଭଲେ ସେ ବିଲ୍ ତାଙ୍କୁ ପରେ ଦେବାକୁ ପଡ଼ିବ, କିନ୍ତୁ ଲାଇନ୍ କାଟିପାରିବେନି। କିନ୍ତୁ ମନ୍ତ୍ରୀଙ୍କ କଥାକୁ ଯେମିତି ଟିକେ ବି ଖାତିର କରିନଥିଲେ ଟାଟା ପାୱାରର କର୍ମଚାରୀମାନେ। ସେମାନେ ତାଙ୍କ ମନ ମାନି ସେମିତି ଚଳେଇ ଚାଲିଛନ୍ତି, ସେମିତି ଲାଇନ୍ ବି କାଟି ଚାଲିଛନ୍ତି। ବିଲ୍ ଦେବା ଯଦି ଦିନେ ଡେରି ହେଇଯାଉଛି, ସିଧା ସିଡ଼ି ଧରି ପହଞ୍ଚି ଯାଉଛନ୍ତି ଲାଇନ୍ କାଟିବାକୁ। ଜାଣିଛୁ, ଏକଥା ଆପଣମାନଙ୍କୁ ଫରକ ପଡ଼ିବନି, କିନ୍ତୁ ଯେତେବେଳେ ଆପଣଙ୍କ ସହ ଘଟିବ ସେତେବେଳକୁ ଆଉ କିନ୍ତୁ କିଛି ନଥିବ। ଟାଟା ପାୱାରର ଏ ମନମାନି ବିରୁଦ୍ଧରେ ଆପଣଙ୍କ ସ୍ୱର ଶାଣିତ କରିବାର ସମୟ ଆସିଛି କି ନାହିଁ ମୁଁ ତ ଜାଣିନି, କିନ୍ତୁ ଏ କଥା ସତ ଯେ ଟାଟା ପାୱାର ଯେମିତି ଓଡ଼ିଶାବାସୀଙ୍କୁ ଲୁଟିବାରେ ଲାଗିଛି, ଖୁବ୍ କମ୍ ଦିନ ଭିତରେ ଆପଣ ଭାବିବେ ଟାଟା ପାୱାର ପାଇଁ ଆଉ ବିଜୁଳି ଜାଳିବା ଯେମିତି ସମ୍ଭବ ହେବନି। ଏ ସମସ୍ୟା କେବଳ ଅଶୋକ ବାବୁଙ୍କର ନୁହେଁ ଆଜ୍ଞା, ଏମିତି ସବୁଦିନ ଅନେକ ଲୋକଙ୍କ ସହ ଘଟୁଛି। ଆପଣ କ'ଣ ଭାବୁଛନ୍ତି ଟାଟା ପାୱାର ଓଡ଼ିଶାରୁ ହଟିବା ଦରକାର କି ନୁହେଁ? ବିଚାର ଆପଣଙ୍କର ଆଜ୍ଞା। ଉତ୍ତର କମେଣ୍ଟ କରି ନିଶ୍ଚିତ ଦେବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।